ज्ञानयन शलाकयं चक्षुरुन्मिलितं येन तस्मै श्रीगुरुवे नमः। श्रीचैतन्यमनभिष्टातं स्थापितं येन भूतले स्वयं रूपं कदा मह्यं ददन्ति सपदन्तिकम्। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सरस्वती देवे गौरवाणी प्रचारणे निर्विशेष शून्यवादी पाश्चात्यदेशतारिणे। हे कृष्ण करुणा सिंधु दीनबंधु जगत्पते गोपशेख गोपिका कांत श्रीराधाकांत नमस्तुते। निलंचलनिवासाय नित्याय परमात्मने बलभद्र सुभद्राभ्यां श्रीजगन्नाथाय ते नमः। तमादिदेवं करुणानिधानं तमालवरणं सहितशरूपम् अपार संसार समुद्र सेतु भजामहे भागवत स्वरूपम्। भजामहे भागवत स्वरूपम्। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। ग्रंथराज श्रीमद्भागवतम की श्रीमद्भगवद गीता पाठ की गौर प्रेमानंद। श्रीमद्भगवद गीता षष्ठ अध्याय ध्यान योग श्लोक नंबर 24। सनिश्चयानां जुक्तव्य योगम अभ्यास 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 न न निर्वीत चेतसां संकल्पं प्रभवानं कामात्यक्तां सर्वाने सर्वान् से सतः मनसेन्द्रियं ग्रामं विनियम्यं समन्ततः जनिश्चायते जोक्तव्यं जोग अनिर्विचेतसा संकल्प प्रभवान् कामम् आसक्त सर्वनशेषतः मनस्सैवेन्द्रियाग्रम्यं विनियमे समन्ततः। श्लोकर अनुवाद। दृढ़ता ओ अखंड विश्वास सहकारे व्यक्ति योगाभ्यास नियुक्ति होगा उचित। जे मिथ्या अहंकार जात समस्त प्रकार भौतिक कामना को त्याग करने उचित एवं एपरि भाव मनर समस्त इंद्रिय को सब दिगुरु संयत करने उचित।
ଜଗଦ୍ଗୁରୁ ଶ୍ରୀଲ ପ୍ରଭୁପାଦ ଆମେ ଶ୍ରବଣ କରିଥିଲେ ଯେ ଯେଉଁମାନଙ୍କର ଚିତ୍ତ ଅର୍ଜୁନ ପଚାରୁଥିଲେ ପ୍ରଭୁ ଯେତେବେଳେ ବ୍ୟକ୍ତିର ଜୀବ ଯେତେବେଳେ ବ୍ୟକ୍ତିର ମନ ଯୋଗାଭ୍ୟାସରେ ସଂଯତ ହୋଇ ସମ୍ପୂର୍ଣ୍ଣ ରୂପରେ ଭୌତିକ କର୍ମର ବିରକ୍ତ ହୋଇଯାଏ ସେତେବେଳେ ବ୍ୟକ୍ତି ଇନ୍ଦ୍ରିୟ ସ୍ଥିତି ଲାଭରେ ତାହାକୁ ସମାଧି ଅବସ୍ଥା କୁହାଯାଏ। ଏଇସବୁ ଯେତେବେଳେ ଅର୍ଜୁନ ପ୍ରଶ୍ନ ହଉଛି ଯେଉଁମାନଙ୍କର ଚିତ୍ତ ପ୍ରଭୁ ଆପଣ କହିଲେ ତ ଯେଉଁମାନଙ୍କର ଚିତ୍ତ ଆପଣଙ୍କ ଠାରେ ସ୍ଥିର ହୋଇଛି ସେମାନେ ବୈରାଗୀ ହେଇଯିବେ। ବୈରାଗୀ ହେଲେ ସଂସାର ପ୍ରତି ତାଙ୍କର ଆସକ୍ତି ଦୂର ହେଇଯିବ ଏବଂ ଏହି ଯୋଗ ଦ୍ୱାରା ଆଧ୍ୟାତ୍ମିକ ସୁଖ ସେ ପ୍ରାପ୍ତ ହେଇପାରିବେ ଆଉ ସଂସାରର ବିରାଟ ବିରାଟ ଦୁଃଖ କଣ କରିବେ ସହିଯିବେ। ସୁଖ ଦୁଃଖ ସେ ପର୍ଯ୍ୟନ୍ତ ବ୍ୟକ୍ତି ପାଖରେ କାମ କରୁଥିବ ଯେ ପର୍ଯ୍ୟନ୍ତ ସେ ଭୌତିକ ଆସକ୍ତି କି ତ୍ୟାଗ ନ କରିଛି। ସିଏ ସୁଖ ଆଉ ଦୁଃଖ ହଉଛି କଣ ଏ ଜଗତକୁ ତାର ଯୋଉ କାମନା ସବୁ ଅଛି ସେ କାମନା ପୂରଣ ନହେଲେ ସେ ଦୁଃଖୀ ସେ କାମନା ପୂରଣ ହେଇଗଲେ ସୁଖୀ। ତ ପ୍ରଭୁ କହୁଛନ୍ତି ଆପଣଙ୍କ ଠାରେ ଯେ ଜଣେ ଯଦି ମନ ନିବେଶ କରିଦେଲା ସେ ଆଧ୍ୟାତ୍ମିକ ସୁଖ ଯୋଉ ପ୍ରାପ୍ତ ହଉଛି ସେ ବିରାଟ ବିରାଟ ବଡ କଣ ଦୁଃଖକୁ ମଧ୍ୟ ସହି ଯାଉଛି। ତାହେଲେ ଏଟାକୁ ଆମେ ମାନେ ମୋର କାହିଁ ହଉନି ଆମେ ଦେଖୁଛେ ଏ ସର୍ବସାଧାରଣଙ୍କର କାହିଁକି ନହବା ଦୂରରେ କଥା ସେ ତ ଭକ୍ତି କରୁନାହାନ୍ତି ସେ ତ ଜାଣିନାହାନ୍ତି ନା। ତାହେଲେ ଆମେ ତ ଭକ୍ତି ମାର୍ଗକୁ ଆସିଛେ ପ୍ରଭୁ ତାହେଲେ ଏହାର ଗୋଟେ ସହଜ ଉପାୟ କୁହନ୍ତୁ କାହିଁକି ଆମର ହଉନି ଦୃଢ ବିଶ୍ୱାସ ମାନେ ଆମେ ଏ ସଂସାରର ସୁଖ ଦୁଃଖକୁ କାହିଁକି ଭୁଲି ପାରୁନୁ କିଛି ସରଳ ଉପାୟ ଅଛି କି କୁହନ୍ତୁ। ସୁଖ ମନ ଲାଗିଗଲେ ସୁଖ ଦୁଃଖ ଭୁଲିଯିବା ତାହେଲେ ମନ ଲାଗୁନି କାହିଁକି ଆର କିଛି ସରଳ ଉପାୟ ଅଛି କି ଆପଣ ମତେ ବିସ୍ତାରିତ ଭାବରେ କୁହନ୍ତୁ ଏ ମନକୁ ଭଗବାନ ଆପଣଙ୍କ ଠାରେ ଲଗେଇବାର ଗୋଟେ ସରଳ ଉପାୟ କୁହନ୍ତୁ ଯାହା ଫଳରେ ଏ ସଂସାର ଲୋକଟା କଣ ସଂସାରୀ ଲୋକ ତ ସୁଖ ଦୁଃଖ ତ ମାନେ ତା ସେ ଜାଣିନି ଭୋଗ କରୁଛି ତାହେଲେ ଆମେ ଜାଣିଛେ ତ ନା ଆମେ ତ ଜାଣିଛୁ ଆମେ ଆତ୍ମା ଆମେ ଶରୀର ନୁହଁ ପୁଣି ଆମର ଆସକ୍ତି ତ୍ୟାଗ ହେଇପାରୁନି ଆମର କଣ ସୁଖ ଦୁଃଖକୁ ବି କଣ ସୁଖରେ ଆମେ ହସୁଛେ ପୁଣି ଦୁଃଖରେ ବି କାନ୍ଦୁଛେ। ତାହେଲେ ଆପଣ ଟିକେ ମତେ କୁହନ୍ତୁ ଯେ ଏହାକୁ ଗ୍ରହଣ କରି ଆପଣଙ୍କ ପାଖରେ ମନକୁ ନିବେଶ କରିବା ସହଜ ଉପାୟ କଣ? ମତେ କୁହନ୍ତୁ ଏହା ଏହା କିପରି ହୋଇପାରିବ ଆପଣ ଯାହା କହିଲେ ଏଟା ଠିକ କଥା କହିଲେ କାରଣ ମୁଁ ଆସକ୍ତି ଅଛି ବୋଲି ବର୍ତ୍ତମାନ ମୁଁ କାନ୍ଦୁଛି ନା ମୋ ଭାଇ ମୋ ବନ୍ଧୁ କୁଟୁମ୍ବ ଏମାନେ ବୋଧେ ଆମର ବର୍ତ୍ତମାନ କଣ ଆମେ ଯାହା ଯାହା ଶୁଣୁଛେ ତାକୁ କାମରେ ଲଗେଇ ପାରୁନା ମନଟାକୁ ଅର୍ଜୁନ କେମିତି ମନଟା ବୁଝିଯିବ ଯେ ବାସ୍ତବରେ ଏସବୁ ଜିନିଷ ସତ୍ୟଟା ମିଛ ଆମେ ତ ଗ୍ରହଣ ଆମେ ଶୁଣୁଛେ ଶୁଣୁଛେ ଫେର ବି ଆମେ ଏଟା ଗ୍ରହଣ କରି ପାରୁନା। ଅର୍ଜୁନ ପ୍ରଶ୍ନ କରୁଛି ପ୍ରଭୁ ଆପଣ ଯାହା କହିଲେ ସଠିକ କଥା କହିଲେ ଠିକ କଥା କିନ୍ତୁ ମୋର କାହିଁକି ଏଟାକୁ ବିଶ୍ୱାସ ଆସୁନି ଆସୁଛି ଆମର ଆସୁଛି ଆସୁନି ହଁ ମାନେ ଭଗବାନ କହୁଛନ୍ତି ସ ନିଶ୍ଚୟନ ଯୁକ୍ତବ୍ୟ ହେ ଅର୍ଜୁନ ମୁଁ ତମକୁ ଗୋଟେ ସରଳ ଉପାୟ କରୁଛି ଶୁଣ ଯାହା କଲେ ତୁମେ ନିଶ୍ଚିତ ଭାବରେ ସଂସାର ପ୍ରତି କଣ ବୈରାଗ୍ୟ ଆସିଯିବ ଆଉ ଇଏ ଆସକ୍ତି ତୁମେ ତ୍ୟାଗ କରିପାରିବ। କଣ କହୁଛନ୍ତି ସ ନିଶ୍ଚୟ ଯୁକ୍ତବ୍ୟ ହେ ଅର୍ଜୁନ ଏହି ଯୁଗକୁ ତୁମେ ଦୃଢତାର ସହିତ କର ଆମର ଦୃଢତା ନାହିଁ ବୁଝିହଉଛି ଆମେ ଯାହା ଶୁଣୁଛେ ଯାହା କରୁଛେ ୟା ପ୍ରତି ଆମର ଦୃଢତା ନାହିଁ ଅଛି
ଅଛି କହୁଛନ୍ତି ଦେଖ ଯୋଗ ଅଭ୍ୟାସ କରିବା ଲୋକକୁ ଦୃଢ ବିଶ୍ୱାସ ସହିତ କରିବାକୁ ପଡିବ। ମତେ ଗୁରୁଦେବ କହିଛନ୍ତି ଷୋଳମାଳା କରିବାକୁ ପଡିବ, ପ୍ରଭୁପାଦଙ୍କ ନିୟମ ମାନିବାକୁ ପଡିବ, ମଙ୍ଗଳାରତିରୁ ଉଠିବାକୁ ପଡିବ। ହଁ ମତେ ଯୋଉ ସେବା ଦିଆ ହେଇଛି ଏଇଟାକୁ କଣ ଦୃଢତା, ଏଥିରେ ମତେ କୃଷ୍ଣ ମିଳିବେ। ଗୋଟେ ଦେଖ ଉଦାହରଣ ସ୍ୱରୂପ ଗୋଟେ ଚାଷୀ ଚାଷ କରୁଛି, ଆଚ୍ଛା ଚାଷ ମାନେ ଧାନ ହବ ବୋଲିକି ଗ୍ୟାରେଣ୍ଟି କଣ ଅଛି? କିନ୍ତୁ ତାର ଦୃଢ ବିଶ୍ୱାସ ଅଛି ଧାନ ହବ। ବୁଝିଅଛି? ଆଚ୍ଛା ଦେଖ ଜଣେ ଘାସ ଗଛ ନେଇକି ରହୁଛି, ତାର ଇନ୍ଦ୍ରଙ୍କ ପ୍ରତି ବିଶ୍ୱାସ ଅଛି ବର୍ଷା ନିଶ୍ଚିତ ହବ। ପୋତି ଦେଇକି ଆଉଛି ନାଇଁ ନା ଇଏ ଘାସରୁ ଦିନେ କଣ ଧାନ ଫଳିବ, ଏ ବିଶ୍ୱାସ ଅଛି ନା ନାଇଁ? ସେ କଣ ଦେଖୁଛି? ତୁମେ ତ ଭଗବାନଙ୍କୁ ଦେଖିପାରୁନ, ତୁମେ ଭଗବାନଙ୍କୁ ଦେଖୁନ, ମାନେ କୋଶ୍ଚିନ୍ ହଉଛି ଆମର କେମିତି ବିଶ୍ୱାସ, ଆମର କାହିଁକି ଏଟା ନା ଆମର ବିଶ୍ୱାସ ନାହିଁ ଯେ ମତେ ମୁଁ ଯୋଉ ନାମ କରୁଛି ଏ ନାମ ପ୍ରଭୁ ମତେ ନିଶ୍ଚିନ୍ତ ଭାବରେ ଗୋଲକଧାମ ନେବେ। ଗୋଟେ ଛୁଆ ତାର ଭବିଷ୍ୟତରେ କଣ କରିବ ତା ମା କୁ ଜଣା ନାହିଁ, କିନ୍ତୁ ତାର ବିଶ୍ୱାସ ଅଛି ମୋ ପୁଅ ମତେ ପୋଷିବ ନା, ଅଛି ନା ନାଇଁ? ଆଚ୍ଛା ବିଶ୍ୱାସ ଅଛି ବୋଲିକି ତାର ସେ ମଳମୂତ୍ରକୁ କଣ ଆନନ୍ଦରେ ସଫା କରୁନି, ଆନନ୍ଦ ସହିତ ସଫା କରୁଛି। ନା ଆମର ଶୁଖି ଯାଉଛି ମୁହଁ, ହରିକୃଷ୍ଣ ମାନେ ଜପ କଲା ସମୟରେ କେମିତି କଣ ମାଳଟା ଖାଲି ଗଡିଯାଉ ସଇଲା। ବିଶ୍ୱାସ ଅଛି ଯେ ଏଇ ନାମ ମତେ ଗୋଲକଧାମ ନେବେ, ମୋର ଗୁରୁ ଅଛନ୍ତି ମତେ କଣ ମତେ ଯୋଉ ଶିକ୍ଷା ଦଉଛନ୍ତି ଏ ଶିକ୍ଷା ମୁଁ କେବେ କଣ ଫେଲର ହବ ନା। ତାହେଲେ ଇଏ ଦୃଢ ବିଶ୍ୱାସ ଆମର କଣ, କହିଲେ ଅର୍ଜୁନ ଏ ଯୋଗଟା ସହଜ ନୁହଁ। ଇଏ ସହଜ କଥା ନୁହଁ ଯେ ଏଟା ଆମେ ସାଧାରଣ ବୁଝି ଯାଉଛେ କର୍ମୀ ମାନେ ଗୋଟେ କର୍ମ କରିବାକୁ। ଦେଖ ଗୋଟେ ଗୋଟେ ଲୋକ ଖାଲି ବଞ୍ଚିବ ଯଦି ଖାଲି ତାର ବଞ୍ଚିବାକୁ ପ୍ରୟାସ କରେ, ପ୍ରଭୁପାଦ କହିଲେ ଗୋଟେ ଗାଈ ଗୋମାତା 1, ଗୋଟେ ଏକର ଜମି ଖାଇଲେ ଗଣ୍ଡେ ସଇଲା ଆଉ। କିନ୍ତୁ ସେ ଚାହୁଁଛି ମୁଁ IAS ଅଫିସର ହେବି, ତାକୁ ସେଇଭଳିଆ କଷ୍ଟ କରିବାକୁ ପଡିବ, ତାକୁ ସେଇଭଳିଆ ପରୀକ୍ଷାରେ କଣ କରିବା ପାଇଁ ପଡିବ, ଉତ୍ତୀର୍ଣ୍ଣ ହବା ପାଇଁ ପଡିବ। ବର୍ଷ ବର୍ଷ ଧରି ଥରେ ଫେଲ ହଉଛି, ତାପରେ ତାର ସକ୍ସେସ ପାଇଁ ସେ କଣ ଜାରି ରଖୁଛି। ହେଲେ ଅର୍ଜୁନ ତୁମେ ବିଚଳିତ ନ ହୋଇ ଧୈର୍ଯ୍ୟ ସହିତ ଏହା କରିବାକୁ ହେବ। ଯେ ଆଜି କଥା ଶୁଣିଲା, ଆଜି କଥା ବାଗ ଲାଗିଲାନି, ଆଜି ଜପ କରୁଛି ଜପ ଭଲ ଲାଗୁନି। ମାନେ ଆମର କଣ ହଉଛି ନାଇଁ ଅର୍ଜୁନ କହୁଛନ୍ତି ଇଏ ଅଭ୍ୟାସ ଲୋକ ମାନେ ତୁମେ ଯୋଉ ଯୋଗୀ ମାନେ ଯେତେବେଳେ ଘର ତ୍ୟାଗ କରିକି ଜଙ୍ଗଲକୁ ଯାଉଛନ୍ତି ତାଙ୍କର ଦୃଢ ବିଶ୍ୱାସ ରହିବା ଦରକାର। ସେଭଳି ଆମେ ତ ଜପମାଳା ଧରୁଛେ ଆମର ସେଇପରି ଭାବରେ ବିଶ୍ୱାସ ରହିବା ଦରକାର। କଣ ନା ବିଚଳିତ ନହୋଇ ଧୈର୍ଯ୍ୟ ସହିତ କରିବାକୁ ହେବ, ଶେଷରେ ସଫଳତା ନିଶ୍ଚୟ। କହୁଛନ୍ତି ନିରାଶ ହେବାର କିଛି ଆବଶ୍ୟକତା ନାହିଁ। ନିରାଶ ହୁଅନା ଯେ ମୁଁ ଜପ କରୁଛି ମତେ କୃଷ୍ଣ ମିଳିବେ ନା, କାଲି ଶୁଣିଲେ କଣ ଚିତ୍ରକେତୁ କଣ ଚାହିଁଲେ, ହଁ ମୁଁ ଦେବଲୋକର ଅଛି, ଭଲ ଶରୀର ପାଇଛି, ହରିଭଜନ କରୁଛି, ମତେ ପାର୍ବତୀ ମା ରାକ୍ଷସ ଶରୀର ପାଇଁ ଅଭିଶାପ ଦେଇଦେଲେ, କିନ୍ତୁ ହରି ତ ମୋ ପାଖରୁ ଦୂରେଇ ଯିବେ ନା। ତାଙ୍କର ବିଶ୍ୱାସ ଅଛି ମୁଁ କଣ ନିଚ ଯୋନିକି ଗଲେ ବି ଭଗବାନ ମତେ ସାହାଯ୍ୟ କରିବେ। ଯିଏ ଭକ୍ତର ପ୍ରତି ବିଚଳିତ ନ ହୋଇ ଧୈର୍ଯ୍ୟ ସହିତ ଏଟା କରିବାକୁ ହବ ଯୋଗ। ଇଏ ଭକ୍ତି ଯୋଗଟା ଏତେ ସହଜ କଥା ନୁହେଁ। ପ୍ରଭୁପାଦ କହୁଛନ୍ତି, ରୂପ ଗୋସ୍ୱାମୀ କହୁଛନ୍ତି ଏ ଭକ୍ତି ପାଇଁ 3ଟା ଷ୍ଟେଜ ଆମର ଆବଶ୍ୟକତା ଅଛି। ଆମେ ଏଥିରେ କାହିଁକି ଏତେ ସଫଳତା ହେଇପାରୁନା? ରୂପ ଗୋସ୍ୱାମୀ କହୁଛନ୍ତି ଉତ୍ସାହ, ଦୃଢତା ଆଉ ଧୈର୍ଯ୍ୟ। ଉତ୍ସାହ, ଦୃଢତା ଆଉ ଧୈର୍ଯ୍ୟ, ଏ ହଉଛି ସଫଳତାର
ଚାବିକାଠି। ଆମର ଉତ୍ସାହ ନାହିଁ ଅଛି। ଏ କ୍ଲାସକୁ ଆସିଲା ଆସିଲେ ଗୋଟିଏ 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 ଶେଷ ପର୍ଯ୍ୟନ୍ତ ଚାଲେ। ଉତ୍ସାହ କଣ ଅଛି? ମାନେ କଥା ତମକୁ ଉତ୍ସାହ ଦେଇପାରୁନାହାନ୍ତି, ସେବା ତୁମକୁ ଉତ୍ସାହ ଦେଇପାରୁନାହାନ୍ତି, ନାମ ପ୍ରଭୁ ତୁମକୁ ଉତ୍ସାହ ଦେଇପାରୁନାହାନ୍ତି। ମାନେ ତୁମର କିଛି କରିବା ଗୋଟା କଣ କୁହାହେଇଛି ବୋଲି ଷୋଳମାଳା କରାହଉଛି। ଯଦି ଉତ୍ସାହ ଥାନ୍ତା ଆହୁରି ମାଳା ଗଡ଼ିଯାଆନ୍ତା ନା। ଟଙ୍କା ପ୍ରତି ଜଣଙ୍କର ଉତ୍ସାହ ଅଛି। ଦେଖ ଜଣଙ୍କର ଦରମା ଯେତେବେଳେ ପାଉଛି ମାସକୁ 50,000, ତାର ଉତ୍ସାହ ବଢୁଛି ଆହୁରି ବଢନ୍ତା କି। ମୁଁ ହଉନି ସିଏ ଅନଶନ କରୁଛନ୍ତି ଯାଇକି ଆମକୁ ଦରମା ବଢାଅ, ଦରମା ବଢାଅ। ଏ ଡ୍ରାଇଭରଙ୍କର ଅନଶନ କଲେ ଆମକୁ ଏଇଆ ଦଫା ପୂରଣ କର। ଆମର ଭକ୍ତି ମାର୍ଗ କଣ ଅନଶନ ଅଛି? ଅଛି। ବରଂ ପ୍ରଭୁପାଦ ଯଦି ତାଙ୍କ ଗୁରୁ ଶିଷ୍ୟ ମାନଙ୍କୁ ଯଦି ନ ପଠେଇଥାନ୍ତେ ଆମେ ଉଦ୍ଧାର ହେଇଥାନ୍ତେ। ଆମ କିଏ କଣ ସେ କଥା। ଆଁ ଏଠି ଯଦି କଣ ସ୍ତ୍ରୀ ଡିଭୋର୍ସ ଦବ, ସ୍ୱାମୀ ଡିଭୋର୍ସ ଦେଇଦବ, ସିଏ ଯାଇକି ଥାନାରେ ପହଞ୍ଚି ଯାଉଛି। କାଇଁ ମତେ ଭରଣ ପୋଷଣ ଦବାକୁ ପଡିବ। ତାର ଭରଣ ପୋଷଣ ପାଇଁ ସେ ଡିମାଣ୍ଡ କରୁଛି। ଆଚ୍ଛା ତୁମେ ଭରଣ ପୋଷଣ ପାଇଁ ଭକ୍ତି ମାର୍ଗରେ ରହୁଛ, ଏଇଟା ପୋଷଣ, ଏଇଟା ପୋଷଣ। ଭକ୍ତି ମାର୍ଗରେ କଥା ଶ୍ରବଣ ହଉଛି ପୋଷଣ। ସେ ବଞ୍ଚିକି ରହିବ କଥା ନ ଶୁଣିଲେ। ଆଚ୍ଛା ପୋଷଣ ଜିନିଷ ଗୋଟେ ଉତ୍ସାହ ନାହିଁ, ଆଉ ବଞ୍ଚିବ କେମିତି? ତମେ ରୋଷେଇବାସ କରିଲେ ଖାଇ ପିଇ ବଞ୍ଚି ପାରିବ। ଯେ ରୋଷେଇ କରିବାକୁ ତମର ଇଚ୍ଛା ନାହିଁ, ଆଉ ବଞ୍ଚିବ କେମିତି? ବୁଝିଅଛି। ଭଗବାନଙ୍କ କଥା ହଉଛି କଣ ପୋଷଣ। ଇଏ କଥା ପ୍ରତି ଆମର ଉତ୍ସାହ ଆସୁନି। ଆସୁଛି ମାନେ ଯୋଉମାନେ ଦେଖ, ଯୋଉମାନେ କ୍ଲାସରେ ଭଲ ପଢିବେ, ଗୋଟେ ଦିନ କାହିଁକି ସ୍କୁଲ ମାଥମେଟିକ୍ସ ସାର୍ ପଢେଇଥିଲେ, ଯଦି ସାର୍ ଛୁଟି ରୁହନ୍ତି ତା ମନ ଦୁଃଖ। କୋଉ ମାନଙ୍କର? ଯୋଉମାନଙ୍କର ପାଠ ପଢିବାର ଉତ୍ସାହ ଅଛି। ଆଉ ଗଧାଙ୍କର କଣ ପାଠ ପଢିବା ତାଙ୍କ ଇଚ୍ଛା ନାହିଁ। ଆଜିକାଲି ଯଦି ସାର୍ ଛୁଟି ହେଇଗଲା ମାନେ ସେ ମାନେ କଣ ବ୍ୟାଗ ଫୋପାଡି ଦେଇ ଡେଇଁଲେ ଆଉ। କହିଲେ ଉତ୍ସାହ ନଥିଲେ ଇଏ ବାବା ଇଏ କଣ, ଇଏ କୃଷ୍ଣ ପ୍ରେମ, ଇଏ କଣ ଯୋଗର ସଫଳତା ହେଇପାରିବ ନା। ଭକ୍ତି ଯୋଗର ସଫଳତା ନାହିଁ। ପ୍ରଭୁପାଦ କହୁଛନ୍ତି ଉତ୍ସାହ ମାନେ ଉତ୍ସାହ ମାନେ ଭକ୍ତି ଯୋଗର ପ୍ରଥମ ଉତ୍ସାହ ହଉଛି, ପ୍ରଥମ ହଉଛି ଉତ୍ସାହ। ଉତ୍ସାହ ହଉଛି କଣ ନା ଭକ୍ତି ଯୋଗରେ ଯାହା କରାଯାଏ ମୁଁ ପ୍ରଥମ ଭାଗ ନେବି। ଆଜି ମନ୍ଦିର ଫଙ୍କସନ ହଉଛି, ପ୍ରୋଗ୍ରାମ ହଉଛି, ମତେ ଫାଷ୍ଟ ଯାଇ କଣ ପ୍ରୋଗ୍ରାମ ଜଏନ କରିବାର ଅଛି। ଆଉ ପ୍ରସାଦ ପାଇଲା ସମୟରେ ଉତ୍ସାହ ବଢୁଛି, ସେବା ସମୟରେ ଉତ୍ସାହ ନାହିଁ। ଅଛି। ଦେଖୁନା ଛୁଆ ଆଉଛନ୍ତି, ଉତ୍ସାହ ହଉଛି ସେବା କରିବାକୁ। କେମିତି କଣ ଖାଲି ତାକୁ ଫୋନ କଲା ଲୋକ ମୋ ପେଟ କଣ ନା ଆମକୁ ନିଦ ହେଲାଣି ଶୋଇ ପଡିଛି। କୀର୍ତ୍ତନ କରୁଛି ଅଧଘଣ୍ଟା ଟିକେ କରିଦଉଛନ୍ତି, ତାଙ୍କର ମାନେ ତାଙ୍କର ଉତ୍ସାହ ନାହିଁ। ସେମାନେ କୃଷ୍ଣ ପ୍ରେମ ପ୍ରାପ୍ତ ହେଇପାରିବନି। ଆଉ ସେମାନେ ଯେଉଁମାନଙ୍କର ଉତ୍ସାହ ନାହିଁ, ସେମାନେ ଭକ୍ତି ମାର୍ଗରେ ଅଧିକ ଦିନ କଣ ଲାଷ୍ଟିଂ କରିପାରିବେ ନାହିଁ, ଫସିଯିବେ। ମାନେ ପରୀକ୍ଷିତ ମହାରାଜ ପଚାରୁଥିଲେ, ସୁଖଦେବ ଗୋସ୍ୱାମୀ କହୁଥିଲେ, ଅର୍ଜୁନ ବି ପଚାରୁଛନ୍ତି, ଭଗବାନ ବି କହୁଛନ୍ତି, କିନ୍ତୁ ଅର୍ଜୁନ ଉତ୍ସାହ ସହିତ ପଚାରୁଛନ୍ତି, ଭଗବାନ ଉତ୍ସାହ ସହିତ କହୁଛନ୍ତି। ଏଠି ବକ୍ତା ଆଉ କଣ ଶ୍ରୋତା ସମସ୍ତଙ୍କର ଉତ୍ସାହ ଦରକାର। ଯଦି ବକ୍ତା ଶ୍ରୋତାଙ୍କର ଉତ୍ସାହ ଥିବ, ବକ୍ତା ଦର୍ଶକଟା ମୁହଁ କରି ଆସିକି ମନେ ପଡୁନି ଚାଲିଲେ, ଏ ବି ହବନି। ହବ ହବନି। ଯାହାଙ୍କର ଉତ୍ସାହ ଅଛି, ହେ ଅର୍ଜୁନ, ସେଇମାନେ ଏ ଯୋଗ ଅଭ୍ୟାସ କରିବା ସହଜ ତାଙ୍କ ପାଇଁ। ଆଉ ଉତ୍ସାହ ନଥିବା ବ୍ୟକ୍ତିର ଏଇଟା ସହଜ ସାଧ୍ୟ ନୁହେଁ। ଯେ ଉତ୍ସାହ, ପ୍ରଭୁପାଦ କହୁଛି ଉତ୍ସାହ କଣ ନା ଭକ୍ତି ଯୋଗରେ ଯାହା କିଛି କରାହେଲେ ମତେ ପ୍ରଥମ ସେଠି କଣ ଜଏନ କରିବାକୁ ପଡିବ। କୌଣସି କାର୍ଯ୍ୟରତ ମୁଁ ଭକ୍ତି ଯୋଗରେ କୌଣସି କାର୍ଯ୍ୟକୁ ଅବହେଳା କରିବି ନାହିଁ। କହିଲେ ଆମେ କାହିଁକି ଏଟାକୁ ଗ୍ରହଣ କରିପାର? ଦେଖ ଆମେ ଯେତେ ଦୃଢତାର ସହିତ ସଂସାରକୁ ଉତ୍ସାହ ସହିତ କର୍ମ କରୁଛେ, ସେଇଭଳିଆ ଉତ୍ସାହ ଭକ୍ତି ମାର୍ଗରେ ନାହିଁ, ଜିରୋ।
ଯେତେ କେୟାର ନଉଛେ ମୁଁ ମୁଁ ଦେଖ ଗୋଟେ ଜଡ଼ ଜଗତରେ ତୁମେ ଜଣେ ଚାକିରି କରିଛ, ସରକାର କତରୁ କେତେ ଦରମା ପାଉଛ, ତୁମର କେତେ ଉତ୍ସାହ, 9:30 ମାନେ ନ ଖାଲି ଟିଫିନ ପୁରୀ ନେଇ ପଳେଇ ଯାଉଛ। ବୁଝିଯାଉଛି ଏ ଯୋଉ ଉତ୍ସାହ ତୁମର ଅଛି ନା, ମତେ ଜଏନ କରିବାକୁ ପଡିବ, ଖୋଲିବା ପାଇଁ ପଡିବ, କଣ ସ୍କୁଲ ଖୋଲିବାକୁ ପଡିବ, ପିଲା କାଳେ ପଢିଯିବେ। ଆମର ଭକ୍ତି ମାର୍ଗରେ ସେମିତି ଉତ୍ସାହ ହବା ଦରକାର। ଯାହା ପ୍ରତି ଉତ୍ସାହ ନାହିଁ ସେ କାମ କେବେ ତୁମ ମନ କରିବ ନା। ଅଛି ତମର ଇଚ୍ଛା, ଗୋଟେ ଇଚ୍ଛା ଶକ୍ତି ନାହିଁ ନା, ଏଇଟା କଣ ବାଧ୍ୟବତା। ଜପ କରିବାଟା କଣ ଖାଲି ଜପ ଶ୍ରମାଳା ଦିଆଯାଇଛି ବୋଲି କି, ଆଚ୍ଛା ଜପ କଲା ବେଳେ କଣ ଆମେ ଆନନ୍ଦ ପାଉଛେ? ସାକ୍ଷୀ ମାଳଟା, ସାକ୍ଷୀ ମାଳି ଟଣା ହେଲେ ଯେତିକି ଆନନ୍ଦ ମିଳୁଛି, ନାମ କଲା ସମୟ ସେତେ ଆନନ୍ଦ ମିଳୁନି। ମିଳୁଛି ମିଳୁଛି ଖାଲି ଟିକେ ମାଳାକୁ ଦେଖୁନେ ତ ସାକ୍ଷୀ ମାଳି ଦଉଛି, କେଇ ମାଳା ରହିଲା, ଦିମାଳା ଅଛି ସାରିଦେବି ନା। ଏଇଟା ଖାଲି ପ୍ରପାତ କଣ କହୁଛନ୍ତି, ଖାଲି ଅଫିସିଆଲ ଡ୍ୟୁଟି ଚାଲିଛି, ଏଇଟା ଉତ୍ସାହ ନାହିଁ। କହୁଛନ୍ତି କଣ, ତୁମେ ପ୍ରପାତ କହୁଛନ୍ତି, ବଢିଆ ଏକ୍ସାମ୍ପଲ ଅଛନ୍ତି, ତୁମେ ପୁସ୍ତକକୁ ରଖି ଚୁପଚାପ ବସିଲେ ହବ ନା। ଯଦି ଗୋଟେ ଦୋକାନ କେତେ ଯାଇଛ, ତା ଜିନିଷ ତାର ବସିଛି ଥୋଇ ଦେଇଛି, ତା ଜିନିଷ ଏତେ ଶୀଘ୍ର ବିକ୍ରି ହବ ନା। ଦେଖୁନା ମାର୍କେଟ ଯାଇକି ସେ କଣ ବାଇଗଣ ବାଇଗଣ ସେ ଡାକୁଥିବେ, 10 ଟଙ୍କାରେ 5 କିଲୋ, ମାନେ ଟମାଟର, ମାନେ ସେ କେତେ ପ୍ରକାର ଡିଜାଇନ, ଯିଏ ବେଶିବ, ଯିଏ ହାଲାଚଲା କରୁଛି ଲୋକ ବେଶୀ, ସେ ମୂଷା ମୂଷା ଦେଖୁନା, ସେ ମୂଷା ଔଷଧ ଦଉଛି ଯେତେବେଳେ ତାର କେତେ ଉତ୍ସାହ, ମା ଖାଇଲେ ଛୁଆ ଢୋଳେଇଲା, ଛୁଆ ଖାଇଲେ ମା ଢୋଳେଇଲା, କହୁଛି ନା ନାଇଁ? କହିଲେ ବେପାରୀ ଯେତେବେଳେ ବେପାର କରୁଛି ତାର ଉତ୍ସାହ ଅଛି, ଆଉ ତୁମେ ଭକ୍ତି କରି ତୁମର ଉତ୍ସାହ ନାହିଁ, ଏ ଫଳ କେମିତି ମିଳିବ? କହିଲେ ଅର୍ଜୁନ ଏଟା ସହଜ କଥା ନୁହଁ। ତୁମେ ଭାବୁଛ ଯେ ଆମେ ଏତେ କଥା ଶୁଣୁଛୁ, ଆରେ ଶୁଣୁଛ ସିନା, ଏ କଥା ତୁମ ହୃଦୟରେ ଯାଇକି ତୁମର ଉତ୍ସାହ ବଢେଇ ପାରୁନି। ଆମର ଉତ୍ସାହ ରହିବା ଦରକାର। ମୁଁ ଭଗବାନଙ୍କ ସେବା, ଭଗବାନଙ୍କର ନାମ, ପ୍ରପାତ କରୁଛନ୍ତି ମତେ 16 ମାଳା କରିବାର ଅଛି, ଏଇଟା ମୋର ଜରୁରୀ। ମୁଁ ମଶାରୀ ଭିତରେ ଶୋଇଲା ବେଳେ କରିକି ଶୋଇମି, ଆଉ ଘର କାମଟା ଆଗେ କରିଦେମି, ଏଇଟା ଉତ୍ସାହ। ବୁଝିଅଛି? ତାହେଲେ ଆମେ କଣ ଭାବିଛେ, ସମୟ ମିଳିଲେ ଏଇଟା କରିବି, କୁଆଡେ ତମ ସମୟ ପଳାଉଛି କି? ଆରେ କୋଟି କୋଟି ଜୀବନରେ ସେଇ ସ୍ତ୍ରୀ, ସେଇ ପିଲା, ସେଇ ଛୁଆଙ୍କୁ ଦେଖି ଦେଖି ଆଇଛୁ, ପୁଣି ଏଠି ସେଇ ସମୟ ଦଉଛି। ପ୍ରଭାତ ଗୋଟେ କଣ ଗିଭ୍, ପ୍ରପାତ କହୁଛନ୍ତି ଆଉ ଏ ଗୋଟିଏ ଜନ୍ମ ତୁମେ କୃଷ୍ଣଙ୍କୁ ଦିଅ, ୱାନ୍ ଲାଇଫ୍ ଦିସ୍ କୃଷ୍ଣ। ଏଇ ଗୋଟିଏ ଜନ୍ମଟା କୃଷ୍ଣଙ୍କୁ ଦିଅ, ପୁଣି କଣ ସ୍ତ୍ରୀ ମିଳିବେ ନାହିଁ କି, ନା ପିଲା ଛୁଆ ମିଳିବେ ନା? କାଲି ସେ ଏଣ୍ଡୁଅ ମୁଁ ଭିଡିଓ କରି ରଖିଛି, ଭଗବାନ ସବୁ କେମିତି ପହଞ୍ଚେଇ, ମୁଁ ସେଠି ବସି ଜପ କରୁଛି, ହଁ ଏଣ୍ଡୁଅ ତାର ଆସିଲା, ସେ ମିସ୍ତ୍ରୀ ଡାକିବି, ଦେଖୁନ ଦେଖ ଦେଖ ଆଙ୍କ ଭିତରେ କିନ୍ତୁ ବୁଦ୍ଧି ଅଛି। ଏଣ୍ଡୁଅ ଆସିଲା, ବାଲିକି ଟିକେ ଯାଉଥିବି ମୋ ଆଡକୁ ଅନଉଥାଏ, ମୁଁ ସେଠି ବସି ଜପ କରୁଛି, ବାଲିକି କାଢିଲା, ଗୋଟେ ଟାଣିଲା, ତା ଭିଡିଓ ମୁଁ କରିଛି ଦେଖିବ। ସେଠୁ ଦେଇ ସାରିଲା ପରେ ତାକୁ ସେ ଅଣ୍ଡା ଦେଲା, ସେଇଠି ଅଣ୍ଡା ଦେଲା, ସେ ଅଣ୍ଡାକୁ ସବୁ ଦେଖିଲା, ଦେଖିଲା ପରେ ତା କେମିତି ବୁଦ୍ଧି, ମୁଁ ସେଟା ଭାବୁଛି ହେ ପ୍ରଭୁ ଏ ଜଗତକୁ ଆପଣ କେମିତି ସୃଷ୍ଟି କରିଛନ୍ତି। ସିଏ କେତେ ସତର୍କତା ସହିତ ସେ ଅଣ୍ଡାକୁ ସବୁ ଅଣ୍ଡା ଦେଇ ସରିଗଲା, ବାଲିକି ସବୁ ଟାଣିଲା, ମାନେ ପରସ୍ତ ବାଲି ପକେଇବ ତା ମୁହଁରେ, ଏମିତି ଏମିତି କରି ତାକୁ ସବୁ ଦାବିବ, ଦେଖିବ ସେ ଭିଡିଓ ଅଛି କେମିତି ତାକୁ ସବୁ ଦାବୁଛି, ପୁଣି ପରସ୍ତ ପକେଇବ, ପୁଣି ତାକୁ ଦାବିବ, ପୁଣି ପରସ୍ତ ପକେଇବ, ତାକୁ ସବୁ ଦାବିବ, ଦାବି ସାରିଲା ପରେ ସିଏ ପୁରା ଚାରିଆଡକୁ, ମାନେ ତମେ ଜାଣିପାରିବ ନା ସେ ଅଣ୍ଡା ସେ ଦେଇଛି ବୋଲି,
ମୁଁ ପୁରା ସେ ମୁଁ କହିଲି ଜପ କରୁଛି, ମୁଁ ଦେଖିଲି ତାର ବୁଦ୍ଧି କେତେ, ମାନେ ତା ମୁଣ୍ଡରେ ବୁଦ୍ଧି ଦିଆଉଛି ଏମିତି କଲେ ତା ଛୁଆ ହବ ବୋଲିକି। ସେ ଚାରିଆଡେ ଯୋଉ ବାଲି ଅଛି, ଇଏ ଅଣ୍ଡା ଦେଇ ସାରିଲା ପରେ ବାଲିକି ଯୋଉ ଭଳିଆ କଲା, ତାର ଚତୁର୍ଦିକୁ ଗଲା, ସବୁଆଡେ ସେମିତି ଗଲା। କିଏ ଜାଣିପାରିବେ ନା ଇଏ ବୁଦ୍ଧି କିଏ ଦେଲା ତାକୁ? ତୁମକୁ ଯଦି ଏଣ୍ଡୁଅ ଜନ୍ମ ପାଅ, ଏଇଟା କଣ କରିପାରିବ ନାହିଁ? କେମିତି ଛୁଆ କରିବ, କେମିତି କଣ, କେମିତି ମାନେ ଅଣ୍ଡା ଦବ, କେମିତି ଛୁଆ କରିବ, କେମିତି ସଙ୍ଗମ କରିବ, ଏଟା ସବୁ ସେ ଜନ୍ମରେ ମିଳିଯିବ। ଏତେ ବ୍ୟସ୍ତ ହୁଅ ନା ଇଏ ପାଇଁ, ଏତେ ବ୍ୟସ୍ତ ବିବ୍ରତ ଏଇ ସଂସାର ପାଇଁ ତୁମକୁ ସମୟ ମିଳୁନି। ପ୍ରଭୁପାଦ କହିଲେ କଣ, ତୁମ ନରକକୁ ଯିବାକୁ ସମୟ ମିଳୁଛି, ଗୋଲକଧାମ ଯିବାକୁ ସମୟ ମିଳୁନି। ଆରେ ମାନବ ଜୀବନଟା ତ ପାଇଛ ତୁମକୁ ସ୍ପେଶାଲ ଗାଡି, ତୁମ ଗୋଲକଧାମ ଯିବ, ତୁମେ ନର୍କ ପାଇଁ ତୟାର? ନର୍କରେ କଣ ତୁମେ, ତୁମକୁ ଯାଇକି କଣ ଇଏ ସଂସାରର ସେବା କରି କରି ନର୍କକୁ ଯିବ, ଇଏ ପାଇଁ ସମୟ ଦେଇ ଦଉଛ। ଯିଏ ଗୋଲକଧାମ ଯିବ ସମୟ ତମ ପାଖରେ ନାହିଁ, କଣ କରୁଛ କି? ଆରେ ବ୍ରହ୍ମା ଆଦି, ବ୍ରହ୍ମା, ଶିବଜୀ, ବ୍ରହ୍ମାଜୀ ଏ ସମସ୍ତେ କଣ ଭଗବାନଙ୍କ ନିୟମ ପାଳନ କରୁଛନ୍ତି। ତୁମର କେତେ ସମୟ କଣ ନାହିଁ? ଗୋଟେ ନୂଆ କଥା କହୁଛ, ସମୟ ମିଳିଲେ ଦବା। ମୁଁ 16 ମାଳ ଜପ କରିବି, ସମୟ ହେଲେ। ପ୍ରଭାତ କହିଲେ 16 ମାଳ ମତେ ମୋର ମତେ କରିବାର ଅଛି, ଯେତେ ଶୀଘ୍ର କରିବି। କାରଣ ସୂର୍ଯ୍ୟ ଅସ୍ତ ମୋ ଭାଗ୍ୟରେ ଅଛି କି ନାହିଁ ଦେଖିବାରେ। ସୂର୍ଯ୍ୟ ଅସ୍ତ ମୋ କପାଳରେ ଲେଖା ଅଛି କି ନାହିଁ, ମୁଁ ଆଜି ଦେଖିବି ବୋଲି। ହେଲେ ଯୋଉ ଗୁରୁଙ୍କୁ ଯୋଉ ବାକ୍ୟ ଦେଇଛି, ତାଙ୍କ ସେବା ସାରିଦେ। ଇଏ ଲଡ଼କା ଖାଇବା ପାଇଁ ଇଏ ଭାବୁଛନ୍ତି ଦିଲ କା ଲଡୁ, ଯିଏ କଣ ମୁଁ ଶୋଇଲା ବେଳେ ଯାହାର ହେଲା ରହିଲା, ଶୋଇଲା ବେଳେ ବେଡ ଭିତରେ ବସି ଜପ କରିବି। ଆଉ ସିଏ ଯୋଉ ଜପ ହଉଥିବ, ଖାଇସାରିଲା ପରେ ବେଡ ଉପରେ ଯୋଉ ଜପ, ଏଟା ଭଗବାନ ଜାଣନ୍ତି, ତୁମେ ଜାଣିଛ। ଆଉ ତୁମର ଉତ୍ତୁପାତ ବୁଦ୍ଧି ହବ ନା? ତୁମ ବୁଦ୍ଧିଟା ନଷ୍ଟ ହେଇଯିବ ନା? କହିଲେ ଏଟା ହବନି। କହିଲେ ଅର୍ଜୁନ, ଭଗବାନ କହୁଛନ୍ତି ନା, କହିଲେ ଦେଖ ଏଇଟା ତୁମକୁ ଉତ୍ସାହ ସହିତ କରିବ। ଘର ଲୋକ ଯଦି ମତେ ବିରୋଧ କରନ୍ତି, ଆଉ ଇସ୍କନ ଯଦି ନର୍କ ହେଇଯାଏ, ପ୍ରଭୁପାଦ କଣ କହୁଛନ୍ତି ଶୁଣ, ଯଦି ଘର ଲୋକ ମତେ ବିରୋଧ କରନ୍ତି, ଇସ୍କନ ଯଦି ନର୍କ, ଯଦି ମୁଁ ଇସ୍କନ ଲୋକଙ୍କର ବ୍ୟବହାରରେ ମୁଁ ନିଜକୁ କଷ୍ଟ ଅନୁଭବ କରୁଛି, ଫେର ବି ତୁମେ ଇସ୍କନକୁ ଛାଡ ନା। ପ୍ରଭୁପାଦ କଣ କହୁଛି ଶୁଣ, କାରଣ ଏ ମାର୍ଗ ଗୁରୁ ଶାସ୍ତ୍ର, ଗୁରୁ ଆଚାର୍ଯ୍ୟଙ୍କର ନିର୍ଦ୍ଦେଶରେ ଚାଲିଛି। ଯଦି ତୁମର କାହାର ବ୍ୟବହାର ଖରାପ ଲାଗୁନି, ଠିକ ଅଛି, କିନ୍ତୁ ଇସ୍କନକୁ ଛାଡନା। ପ୍ରପାତ ଆଉ ଗୁରୁ ମହାରାଜଙ୍କର ତ ଯାଙ୍କୁ ଦୀକ୍ଷା ଦେବେ। ଭକ୍ତି ଚାଷ ଗୁରୁ ମହାରାଜଙ୍କର ଦୀକ୍ଷା ଉତ୍ସବ ଫଟୋ ଦେଖିବ, କେବେ ତୁମେ ଇସ୍କନକୁ ଛାଡିବନି। ସମସ୍ତଙ୍କୁ କହିବେ ଇସ୍କନକୁ ଛାଡିବନି। ଯଦି ଦେଖୁଛ ହଁ ଜଣଙ୍କର ବ୍ୟବହାର ଠିକ ନାହିଁ, ଠିକ ଅଛି, ପ୍ରଭୁପାଦ କହୁଛନ୍ତି ଯଦି ଇସ୍କନ କେବେ ନର୍କ ହେଇଯାଏ, ଫେର ବି କୃଷ୍ଣ ଆସି ତୁମକୁ ଉଦ୍ଧାର କରିବା। କାରଣ ଏଇଟା ଶାସ୍ତ୍ର, ଗୁରୁ ଆଚାର୍ଯ୍ୟଙ୍କ ମାନଙ୍କ ଦ୍ୱାରା ପରିଚାଳିତ। ପ୍ରଭୁପାଦ କହୁଛନ୍ତି କୃଷ୍ଣ ଚେତନା, କୃଷ୍ଣ ଭାବନା ସଂଘ, କୃଷ୍ଣ କୃଷ୍ଣ ଭାବନା ମୃତ ସଂଘ, ଏଟା ମୁଁ କରିନି, ରୂପ ଗୋସ୍ୱାମୀ କୃଷ୍ଣ ଭାବନା ମୃତ ସଂଘ କହୁଛନ୍ତି। ଦେଖ ଏଇ ଯୋଉ ବିଦେଶୀ ମାନଙ୍କୁ ଦେଖୁଛ ନା, ପ୍ରଭୁପାଦ ଗୋଟେ କ୍ଲାସ ରହୁଛନ୍ତି, ଦେଖୁଛ ବିଦେଶୀ ମାନେ, ଏ ବିଦେଶୀ ମାନଙ୍କର କିନ୍ତୁ କୃଷ୍ଣ ଭକ୍ତି ହେଲା। ଏ କୃଷ୍ଣ ଭାବନାମୃତ ସଂଘ କାହିଁକି ପ୍ରଭୁପାଦ ଲେଖିଲେ, ଇଏ ସମସ୍ତଙ୍କ ହୃଦୟରେ ପରମାତ୍ମା ଆତ୍ମା ରୂପରେ ବିରାଜମାନ କୃଷ୍ଣ ଅଛନ୍ତି। କହିଲେ ଏଇ ବିଦେଶୀ ମାନଙ୍କ ଭିତରୁ ବାହାରିଲେ। ଆଜି ବିଦେଶୀ ମାନେ କେମିତି ଜପ କରୁଛନ୍ତି ନା, ସେମାନେ ଏ କଥାକୁ ଉତ୍ସାହ ସହିତ ଶ୍ରବଣ କଲେ। ତୁମେ ତ ଶୁଣିବାର ଠିକ ଠିକଣା ନାହିଁ, ଆଉ ଇଆଡେ ହାତ ସାଡେ ହାତ, ସାଡେ ହାତ, ଆଉ ପଶିବ କଣ ଭକ୍ତି? କହିଲେ ଆଜି ଯଦି ଏତେ ବିଦେଶୀ ମାନେ ଭକ୍ତି କରୁଛନ୍ତି, ପ୍ରଭୁପାଦ କରୁଛନ୍ତି, ଇଏ ଆମର କଥାକୁ
कौन उत्साह सहित शुणिकी आज भक्ति कर आज माने जो माने रास्ता कड़े वस्त्रहीन अवस्था थे जो माने गोमांस खाऊले से माने माली तिलक कहीं पकई यही भगवान कथा को शुणी नाम संकीर्तन शुणी आमर तो श्रवण प्रति एत कौन गुरुत्व ना कहले एटा उत्साह सहित मत करने पड़ो मोर गुरुदेव जो कौन षोलमाला जप कर मोर जो आदेश अच्छी मो आचार्य मान नियम पालन करके मत मरिया पड़ो आ तुम घर काम सरी मु कौन जप है नहला ना ये संभव नुह एटा उत्साह कमिज तुम उत्साहटा घर प्रति कौन आसो काम प्रति आस तुम तुम कौन कल समय माने तुम किसी दरकार ना धीरे 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 दरकार ना बोले तुम भावी नहीं गल उत्साह कमीगला हाँ आज तो शुणनी काली शुणनी परदिन शुणमी जप देख आस्ते आस्ते से डाउन ही चलो सी ऊपर उठी पार ना तार उत्साहटा कमी कमी चलो भक्ति उत्पात भक्ति आरंभ हम तार धैर्य कमी जीव कहते देख प्रपात कहते जदि घर लोक विरोधी करती आउ इस्कन जदि नरक हो जाए फिर भी मोर माला जप करवा नियम पालन करिवारे केबे कोन त्रुटि मु करिबि ना जे मार्ग रे मु जाउछि ता शास्त्र गुरु आ आचार्य मानक द्वारा कोन परिचालित एथिरे हमर उत्साह रहबा दरकार रहिले कोन हबो ना जो भक्ति विचर जो नाम करूछे नामर माने शक्तिटा हम भीतर प्रकाश पाइबो तापर कहते जोग अविनित चेतसा जोगी को निराश न हवा उचित कारण यह सफल पाई बहुत समय लगे बहुत समय लगे तो आज मुझे जप करदेनी काली मोर आसक्ति निष्ठा रुचि आसी जाओ बहुत समय लगे किंतु कौन कहते निराश हम ना बाल्य विवाह सबरी गले कोठी भगवान पाइले केबे पाइले केबे किंतु उत्साह केबे कमिनी निराश केबे ना दिन निराश है ना दिन हम तो निराश है मु नाम करुचे कौन हम कौन नहीं जान टिके दुख पड़ी गले आम निराश हो निराश हबार प्रपात कहते देख जे कारण यह सफल पाई बहुत समय लगे यहाँ सांगे सांगे हो पार ना देखो ना इस्कन खाली लेखा हम 25 वर्ष पड़ेगा बुझी खाली इस्कन हम केते समय पड़ेगा यदि आम कौन करवा या उत्साह कमे था कि न कर घन हला एत टेंशन के हला आम करते हला ना कहते देख ध्यान जोग को एकांत रहा ध्यान जोगी कि हे अर्जुन ध्यान जोगी की एकांत रहा पड़ो किंतु भक्ति जोगी की एकांत दिवास ना मिलीमिशी चल पड़ो भक्त संग सी भक्त संग न कर एकुटिया ध्यान कर ये एकुटिया हो गला ये शैतान हो जहाँ भूल करू कहीं कहू ना दिन से सांग पांग पार्षद ये भक्ति जोगटा केते सहज ध्यान जो कथा कहते हे अर्जुन तुम्हें एकाकी करवा भूल हो गले कई संशोधन करने पाखर नथिबे किंतु तार यदि दृढ़ विश्वास थी भगवान आसवे
କହିଲେ ଭକ୍ତି ଯୋଗୀଙ୍କ ପାଖରେ ଭକ୍ତ ସଂଘ ରହିଲା, ଗୁରୁ ଆଚାର୍ଯ୍ୟ ମାନେ ତାଙ୍କୁ ଜଗି ରହିବେ। ଇଏ ମାର୍ଗଟା ହଉଛି ଜଗୁଆଳି ମାର୍ଗ, ତୁମ ପାଖରେ ଜଣେ ଅଛନ୍ତି। କିନ୍ତୁ ଧ୍ୟାନ ଯୋଉମାନେ କରୁଛନ୍ତି ସେମାନେ କେହି ନାହାନ୍ତି, ଏକାନ୍ତ ବସିବେ ଆଉ। କହିଲେ ଅର୍ଜୁନ ଶୁଣ, ଧ୍ୟାନ ଯୋଗୀ ମାନେ ଯଦି ଏକାନ୍ତ ବସିକି ଦୃଢତାର ସହିତ ଭଗବାନ ବିଶ୍ୱାସ ନ କରିବେ, ସେ ସଫଳ ହେଇପାରିବେ ନା। ଯଦି ପଥ କଣ ମନ ବିଚଳିତ ହେଇଗଲା, ତାକୁ ସଂଶୋଧନ କରିପାରିଲେ ନା, ସେ ଯଦି ଭଗବାନ ଉପରେ ବିଶ୍ୱାସ ନ ରଖିବେ, ସେମାନେ ପଥଭ୍ରଷ୍ଟ ହେଇଯିବେ। କିନ୍ତୁ ଧ୍ୟାନ ଯୋଗୀ ଯଦି କଣ ବିଶ୍ୱାସ ସହିତ ଧ୍ୟାନ କରନ୍ତି ଆଉ ଭଗବାନଙ୍କ ସହିତ ବିଶ୍ୱାସ ରଖନ୍ତି, ଭଗବାନ ବି ତାଙ୍କୁ ସାହାଯ୍ୟ କରିବେ। କହୁଛନ୍ତି ଧ୍ୟାନ ଯୋଗୀକୁ ଏକାନ୍ତ ରହିବାକୁ ହେବ, କିନ୍ତୁ ସାନ୍ତ୍ୱନା ଦେବାକୁ କେହି ନାହାନ୍ତିନି, କିନ୍ତୁ କୃଷ୍ଣ ତାକୁ ସାନ୍ତ୍ୱନା ଦେବେ। ଗୋଟେ ଦେଖୁ ତୁମ ଗୋଟେ କଣ ସମସ୍ୟା ହେଇଗଲା, ତୁ ମନ ଗୋଟେ ଶାନ୍ତି ପାଉନି, ମନ ସିଦ୍ଧାନ୍ତ ଭିତରେ ପହଞ୍ଚି ପାରୁନ, ଭଗବାନ କେମିତି ନା କେମିତି ବ୍ୟବସ୍ଥା କରିଦେବେ। ମାନେ ଆମେ ଏ କଥା ଶୁଣୁଛେ କି ଗ୍ରନ୍ଥ ପଢୁଛେ, ଆମେ କଥା ଶୁଣି ପାରିଲେ ନା, ଗ୍ରନ୍ଥ ପଢୁଛେ, ତୁମ ମନ ଉତ୍ସାହଟା କମି ଯାଉଛି, ସେ କଥା ଶୁଣିଲା ପରେ ଗ୍ରନ୍ଥ ପଢିଲା ପରେ ପୁଣି ଉତ୍ସାହ ବଢି ଯାଉଛି, ଅଛି ନା ନାଇଁ? କହିଲେ ଭଗବାନ ପରମାତ୍ମା ରୂପରେ ସେ ଶାସ୍ତ୍ର, ଗୁରୁ, ବୈଷ୍ଣବ ସମସ୍ତଙ୍କ ମାଧ୍ୟମରେ ଆମକୁ ଶିକ୍ଷା ଦେବେ। ନାରଦ ମୁନି କହୁଛନ୍ତି କାହାଙ୍କୁ? ବ୍ୟାସଦେବଙ୍କୁ। ନାରଦ ମୁନି ବ୍ୟାସଦେବଙ୍କୁ କହୁଛନ୍ତି, ବ୍ୟାସ କାହିଁକି ନା ଅଷ୍ଟାଦଶ ପୁରାଣ ଲେଖି ସାରିଲେଣି, 18ଟା ପୁରାଣ, ମନ ଶାନ୍ତି ପାଉନି। ନ ପାଇବା ସମୟରେ ତ ଉତ୍ସାହହୀନ ଅବସ୍ଥାରେ ବସିଛନ୍ତି। ନାରଦ ମୁନି ଆସୁଛନ୍ତି, ତାଙ୍କୁ ଉତ୍ସାହ ପ୍ରଦାନ କରୁଛନ୍ତି, ଏ ତାଙ୍କର ଇତିହାସ କଥା କହୁଛନ୍ତି। ଦେଖ ନାରଦ ନା ବ୍ୟାସ, ମାନେ ମାତ୍ର ମୁଁ କାଲି ପଢୁଥିଲି ଶ୍ରୀଧର ସ୍ୱାମୀଙ୍କର ଟୀକା, 5ଟା ମାତ୍ର କୋଶ୍ଚିନ୍ ଆମ ଆମ ଭିତରେ ଏ ମନୁଷ୍ୟର 5ଟା କୋଶ୍ଚିନ୍ ସମାଧାନ ପାଇଁ ବ୍ୟାସଦେବ 5 ଲକ୍ଷ ଶ୍ଲୋକ ଲେଖିଛନ୍ତି। କୋଶ୍ଚିନ୍ ମାତ୍ର 5ଟା, 5 ଲକ୍ଷ ଶ୍ଲୋକ, 5 ଲକ୍ଷ ଶ୍ଲୋକ କଣ ହେଇଛି ବ୍ୟାଖ୍ୟା କରାଯାଇଛି। ଏ ମଣିଷ ପାଇଁ ମାତ୍ର 5ଟା କୋଶ୍ଚିନ୍ର ସମାଧାନ କରିବ। ବ୍ୟାସଦେବଙ୍କର ଉତ୍ସାହ କମି ଯାଇଛି, କାରଣ ସବୁ ପୁରାଣ ଲେଖୁଛନ୍ତି ମନ ଶାନ୍ତି ହଉନି। ଏ ଉତ୍ସାହକୁ ବଢେଇବା ପାଇଁ ନାରଦ ମୁନି ଆସିଲେ। ନାରଦ ମୁନି ଆସି ତାଙ୍କର ପୂର୍ବ ଇତିହାସ କଥା କହୁଛନ୍ତି। ବ୍ୟାସ ଶୁଣ, ତୁମେ ଉତ୍ସାହ କାହିଁ କମେଇ ଦଉଛ? ତୁମେ ସବୁ ଲେଖିଛ, ହେଲେ ଭାଗବତରେ ଲେଖିନ। ତୁମେ ଭାଗବତ ରଚନା କଲେ ତୁମ ମନ ଶାନ୍ତି ପ୍ରାପ୍ତ ହବ। ଶୁଣ, ମୁଁ ଯେତେବେଳେ ଗତ ଜନ୍ମରେ ଦାସୀ ପୁତ୍ର ଥିଲି, ଦାସୀ ପୁତ୍ର ଥିବା ସମୟରେ ମୁଁ 4 ମାସ ପର୍ଯ୍ୟନ୍ତ ସାଧୁଙ୍କ ସେବା କଲି। ସାଧୁଙ୍କ ସେବା କଲା ପରେ କଣ ହେଲା, ସାଧୁମାନେ ପଳେଇଗଲେ, ମୁଁ ତାଙ୍କ ସାଙ୍ଗରେ ଯାଉଥିଲି, ତ ମା କାନ୍ଦିଲେ, ଆଉ ସାଧୁମାନେ ମତେ ଫେରେଇ ଦେଲେ। ଫେରେଇ ଦେଲା ପରେ କହିଲେ ତୁ ମାର ସେବା କର, ମା କରନ, ମା ମା ଯେତେବେଳେ ଅପ୍ରକଟ ହେଇଯିବେ, ତାହେଲେ ତୁମେ ପଳେଇ ଆସିବ। ତ ମତେ ପ୍ରାର୍ଥନା କରିବା ପାଇଁ ପଡିଲା, ମୋ ମା କିନ୍ତୁ ଶୀଘ୍ର ଅପ୍ରକଟ ହେଇଯାଉ। ତ ମୋ ମାଙ୍କୁ ତକ୍ଷକ ଦଂଶନ କଲା, ମା ବି ଚାଲିଗଲେ। ତ ମୁଁ ସେମାନେ ସାଧୁ ମାନଙ୍କ କତିକି ଯିବା ପୂର୍ବରୁ ମୁଁ ଗୋଟେ ଜଙ୍ଗଲକୁ ପଳେଇଲି, କାରଣ ମୁଁ ତ ସାଧୁ ମାନଙ୍କ କୋଉଟା ଜାଣିନି ନା। ମୁଁ ଏଥିଲାଗି ଜଙ୍ଗଲରେ ସାଧୁମାନେ ଯୋଉ ରୂପକୁ ମତେ କହିଥିଲେ, ଆଉ ତାଙ୍କର ସେବା ସମୟରେ ସେ ଯେମିତି ଧ୍ୟାନ କରୁଥିଲେ, ମୁଁ ସେତେବେଳେ ସେଇଭଳିଆ ବସି ଜଙ୍ଗଲରେ ଧ୍ୟାନ କଲି। ଧ୍ୟାନ କରିବା ସମୟରେ ପରମାତ୍ମା ଭଗବାନ କଣ କଲେ, ବିରାଜମାନ ହେଲେ, ପ୍ରକଟ ହେଲେ। ପ୍ରକଟ ହେଲା ପରେ ମୁଁ ଖୁସି ହେଇଗଲି।
तापर किछ समय पर से कण पळै गेले अंतर्ध्यान हो गले अंतर्ध्यान हो गले मोर मोर माने व्याकुल बढ़िला माने मोर उत्साहटा बढ़िला कारण मु देखी किछि माने मो पाखे रहिले ना एकले ना पळै गेले मोर सबु समय से कथा चिंता कली त आमे आज कथा सुनी परिना जप करि परिना सेवा करि परिना किंतु हमर मन दुख होनी बरं मन आज सेवाटा बंद ହେଇଛି ମାନେ रेस्ट मिलिଛି बुझियोछि एठी देखु ना आमे प्रैक्टिकल देखु जप करूछ घरे को हम सेवा करूछ एठी आसले सोइछ तुम डाकिया पडुछ एटा हेनी सेटा हेनी परियाटी आने माने कहले ये ठीक सक से इच्छा कुछ काहे कल तोर उत्साह बढ़ू नहीं नारद मुनि कहले जते बेले मोर उत्साह बढ़िला मु से रूप को दर्शन करछ से मो पाखरे नाहांती मो आखिर खाली लोतक झरिला मु कोन निजु को संभाली परिले ना कोन एते सुंदर रूप मो दर्शन देले हेले पळे गेले आमे दर्शन करूचे किंतु हम रूप हम हृदय को आनंद दे पारुने कल तापरे भगवान मते शून्यवाणी करले नारद तुम्हें ये जन्म रे मते प्राप्त हो पारिबो नहीं जति हाँ तुम्हें आ मोर तुम सदा दर्शन साक्षात हो पारिबो ना तुम्हें भजन बढ़ाओ आचार्य मान सहित संग लाभ करो पर जन्म रे तुम्हें मोर पार्श्व धैक मो पाखर रहिबो कहले उत्साह तो भांगी जाउछि ना हमर हाँ कृष्ण मत आम गुरु देले मोर सफल हो पार न हो चालू आमर आपत उत्साह ना कहते नारद मुनि कहते क्या व्यास देख कृष्ण तुम पाखरे जे जोगी मान पाखरे से केवल भगवान को आश्रय करके रहिबे यदि तांकर दृढ़ विश्वास भगवान को गति नहला तांकर जोग सफलता हो पारे कारण मन मनर काम ना मन केतल शैतान कौन कर ठीक ठिकाना नहीं यदि मन को संयत न कर भगवान प्रति भरोसा न रखिले तांकर जोगर पूर्णता हो पारिबो नाही किंतु भक्ति जोग करिया को हेले तुम पाखरे गुरु आचार्य वैष्णव मान ठियाई के अछन सथि में संग बधई किरण ये जो सोसाइटी प्रपात के कहीं की ना जने भूल करिया पूर्व से चिंता करिवो जी मते काले के देखि देबे देखन तुम तिलक लगी सला परे तिलक लगला परे तुम गोटे काम करे डर माडु नहीं हां भावियो अरे मु अच्छी गोटे माछ धरची काले के देखि देबो कि किंतु घर के माछ वाला माछ दी का जो माछ दी बापा मां कहले किले पा साणिया को जे दीक्षा नहीं थो ना दीक्षा कथा दूर कथा खाली तिलक लगे थो चारिडी कोन थो मत के इसको मला लिखि दिखना दी नहीं कहि दे प्रभु गारे हां कहीं की आज एडी ने हो अलका लोक भी कुकुड़ा खाउछन से दिन से ये कहले आसी ब्राह्मण से कहले से शंभु कुकुड़ा धरि जाउछ काय आउ कोन कुकुड़ा धरना देनी हां आउ कोन के कुकुड़ा धरना देनी गां सारा भी लोक कुकुड़ा धरछन शंभु कथा कहीं कहले बास देखो से लोक 9 8 उठू देबे तमे दी को दिन उठिया डेरी हेचो आज कौन कर लोग उठनी तो कौन कहीं ढंग ढांगी शुभ ना आम थिला बेले माने गाँव मन 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 अच्छी जे इस्कन वाला जो टिबल माने चेन गली पड़ा से कह इस्कन वाला तक गले पकड़ चेन सब रात उठी खाली बाड़े टिबल अच्छा जो दिन गाधा पता न हो कहीं इस्कन वाला उठना दिन तो बुझी अच्छे कहले एड़ा सब तुमको अभ्यास कर उत्साह बढ़ाओ ये भक्ति जो कर उत्साह कमी गले तुम मन मोड़ जो मंदिर को आसवा भगवान के तीर्थ स्थान को जीवा जप करवा सेवा करवा ये उत्साह तुम कमी कमी आसूस ना एथिपाई ये तत्वटा शीघ्र कौन सर भर प्रवेश कर पार ना देख अर्जुन संकल्प कामना त्यक्त सर्वान अंशे
जोगी को संकल्प नेबाक हेब। ए दीक्षा माने कौन संकल्प। आगे कौन झील पु बाहाब कौन संकल्प कर महाप्रसाद निर्बंध कौन संकल्प। दीक्षा माने संकल्प। तुम्हें संकल्प कर आज कौन कृष्ण सेवा करी दास हेली कल तुमको संकल्प ना पड़ो मु समस्त भौतिक कामना को त्याग करी आ त्याग तो प्रभु आमको कहले आर तुमको कहीं मु कहमी कौन मो तुम यहीटा हूँ संकल्प कर आवाज ये जड़ जाक कौन गुरु सेवा करी भगवान सेवा कर से कौन बसा पक्षी बसा बांधी झड़ आसब बसा भांग झड़ कि जान पक्षीर मन कथा केते आशा नहीं से छुआ अंडा बसई से जानी जो कौन तोफान आसब भांगी जाऊ ता छुआ गली पड़े ये तुम्हें जो संसार के आशा भरसा नहीं जो गढ़ीच जान ना जे कालर कवल सब चुना है जे काल पाखरे ये सब कौन रूप बेरूप करदेव यही आसक्ति दूर करा पड़ो कहले भक्तिर प्रथम काम होची मत संकल्प नापी पड़ो मु कृष्ण सेवा करी आ भौतिक आसक्ति की दूरे रही कहले यदि संकल्प नहला कौन हम संकल्प हो गले लाभ क्षति पची विचार हम प्रभुपाद एग्जांपल दौरान गोटे काठ वाला काठ बेपार कर अच्छा क्विंटाल काठ के टका 700 टका 800 टका क्विंटाल काठ अच्छा से काठ को जड़े आनी से काठ को जड़े आनी गोटे कंढे तैयारी कर दउछि किबा विग्रह तैयारी कर दउछि से काठ मूल्य केते होछि अरे क्विंटाल काठर दाम हो 700 टका सीधी माने कौन 15 किलो काठ को जगन्नाथ विग्रह करदेला तार दाम हो 10,000 टका काठ वाला दी विचार करिवो मोर लॉस होगला लाभ वाला कौन हम सी तार संकल्प हो काठ बिकिबी से काठ नहीं किए घोड़ा किणु किए हाथी किणु एटा मोर आवश्यकता नहीं तुमको संकल्प हवाई नवाई पड़ो कहले यहीटा कौन प्रभुपाद को अच्छा आम तो जप कले जागले दीक्षा सब कले एते कथा कहीं करा सबुदिन आसो सबुदिन क्लास कर सबुदिन 16 माह जप कर प्रभुपाद कहते देख काठटा उदा हो जाए से भल से जल कि तमें जदि एक कथा न शुणव तुम उदा काठ यदि शुणिल सुखीगल कहले सुखिला काठर निआटा जदि धर ये ज्ञानग्निटा ये भौतिक आसक्ति जिते दूर आसब ये ज्ञानटा से तुम भीतर प्रवेश कर भौतिक आसक्ति जिते बढ़ी तुम उदा काठ हो खाली जी जालुव रोसे कर से जान उदा काठ जाले कौन हम अधे खाली धुआं पलैब प्रभात कहते तुमको कृष्ण चेतनाशील सेवा करने माने तुम्हें कौन हो ना तुम्हें सुखी जाऊच ये ज्ञान गिना तुम भीतर प्रवेश कर तुम ठीक से जली पार तुम ठीक से भक्ति मार्ग में रही पार आसक्ति माने तुम भक्ति मार्ग दूरे जीव ए भागवत कौन कि 17,000 श्लोक आमको वैराग्य शिखेबे आ तुम खाली आम सब छाड़ी दो मारे भगवान कहते तुम न छाड़ यही जन्म चिंता कर रही एंडुओ कुकुर मांकड़ छेली है से दायित्व नब आ कि तुम काम नहीं कारण ये तुम्हें तैयारी हो ईश्वरटा मत मिलू तुम देदेवे जा सबु प्रकार बुद्धि भगवान गण रखी क्या कौ शरीर मिल तुम्हें से माने कौन गढ़ी होती शरीर मिल जे दिन काठ बेपारी कौन
ଯେତେବେଳେ ଅର୍ଜୁନ ଯୋଗ୍ୟ ମାନେ ସ୍ଥିର ହେଇଗଲେ ତାଙ୍କର ଲାଭ କଣ କ୍ଷତି କଣ ଏଗୁଡ଼ା ସବୁ ବିଚାର କରିବେ ନା। ନାଇଁ ମୁଁ 16 ଏଇଆ କରିଦେଲି ସେୟା ହେଇଯିବ, ସେୟା କରିଦେଲି ଏୟା ହେଇଯିବ, ସେ ବାବାଙ୍କ କତିକି ପଳେଇଲି ତାଙ୍କର ଏତେ ସହଜିଆ ମାର୍ଗ, ମୁଁ ଏତେ ଦିନ ହେଲାଣି ଭଜନ କଲି ମୋର ଏଟା ହଉନି, ଇଏ ବିଚାର ଦରକାର ନାହିଁ। ମତେ ଯାହା କହିଲି ମୁଁ ସେଇଟା କରିବି। ଆଉ ତୁମେ ସେଇଟା କହନା କାଠ ବେପାର ଯଦି କଣ ଏଇ ଯୋଉ କାରିଗରକୁ ଅନେଇକି ତା କାଠ ବେପାର ଛାଡ଼ି ଦେଇ ଆସିବ, ସେ ସିଏ ତିଆରି କରେଇ ତାକୁ କିଏ ନେବେ? ଆଁ ତା ମୁଣ୍ଡରେ କଣ, ତା କର୍ମଫଳରେ କଣ ଅଛି ସେ କରିବ। ମୋ କର୍ମ ଯେତିକି ଅଛି ମତେ ସେତିକି ମିଳୁଛି, ମୁଁ ସେଥିରେ ଖୁସି ରହିବାର ଅଛି। ଅର୍ଜୁନ କହୁଛନ୍ତି, ଭଗବାନ କହୁଛନ୍ତି ଅର୍ଜୁନ ଶୁଣ, ସଂକଳ୍ପ ନେବା ପାଇଁ ପଡିବ। ମନସା ଏବ ଇନ୍ଦ୍ରିୟାମ ବିନିୟେସ୍ୟ ସମସ୍ତଃ। ମନ ଦ୍ଵାରା ମୁଁ ସମସ୍ତ ଇନ୍ଦ୍ରିୟ କଣ, ମନ ଦ୍ଵାରା ମୁଁ ସମସ୍ତ ଇନ୍ଦ୍ରିୟକୁ ବଶ କରିବାକୁ ଚେଷ୍ଟା କରିବି। ଏ ମନ ଇନ୍ଦ୍ରିୟ ମାନଙ୍କ ଦ୍ଵାରା ପରିଚାଳିତ ନ ହୋଇ ମନ ଦ୍ଵାରା କଣ ଇନ୍ଦ୍ରିୟ ମାନେ ପରିଚାଳିତ ହେବେ। କାହିଁକି ପରିଚାଳିତ ହେବେ? ପ୍ରଭୁପାଦ କହୁଛନ୍ତି ଶରୀର ହଉଛି ରଥ, ଇନ୍ଦ୍ରିୟ ହଉଛି ଘୋଡା, ଆଉ ମନ ହଉଛି ଲଗାମ, ବୁଦ୍ଧି ହଉଛି ସାରଥୀ, ଜୀବାତ୍ମା ହଉଛି ଯାତ୍ରୀ। ବୁଝି ଏଇ ଶରୀର ରୂପକ ମାନବ ଶରୀର ରୂପକ ରଥରେ ଇନ୍ଦ୍ରିୟ ମାନେ ହଉଛନ୍ତି କଣ, ଇନ୍ଦ୍ରିୟ ମାନେ ହଉଛନ୍ତି ଘୋଡା, ଖାଲି ଟାଣୁଛନ୍ତି। ଯଦି ଘୋଡାକୁ ଲଗାମ ନ ଦିଆହବ ଘୋଡା ଚାଳକ ପ୍ରାଣ ପଳେଇବ। ଆଉ ଘୋଡା ଗାଡିରେ ଯିଏ ବସିଥିବେ ସେ ମରିବେ ଆଉ କଣ। ଯୋଉ ଆତ୍ମା ବର୍ତ୍ତମାନ ଛଟପଟ ହଉଛି ଆଉ କଣ। ଘୋଡା ଗୁଡା କଣ କେହି ଲଗାମ ଦିଆ ନାହାନ୍ତିନି ଆଉ। ପ୍ରଭୁପାଦ କଣ ପ୍ରଭୁପାଦ କହିନାହାନ୍ତି, ଯାହା ଅର୍ଜୁନଙ୍କୁ ଭଗବାନ କହିଛନ୍ତି। ଅର୍ଜୁନଙ୍କୁ ଭଗବାନ ଯଦି କ୍ୱେଶ୍ଚନ ଆନ୍ସର ଦେଇଛନ୍ତି, ପ୍ରଭୁପାଦ ସବୁ କହିଦେଇ ଯାଇଛନ୍ତି। କହିଲେ ତୁମେ ଇସ୍କନ ମିନ୍ସ ତୁମେ ଟ୍ରେନିଂ ନବା କୁକୁର। ଯଦି ବୁଲା କୁକୁର ଶୃଙ୍ଖଳା ଜ୍ଞାନ ନାହିଁ, ସେ ଖାଲି ଭେ ଭା ହଉଥିବେ। ମୁଁ କାଲି ଦେଖୁଥିଲି ଗୋଟେ ମାନେ ପ୍ରଭୁପାଦ କଣ କହିଛନ୍ତି, ଭଗବାନ ବେଳେ ବେଳେ ସେଗୁଡା ସବୁ ଦେଖେଇ ଦଉଛନ୍ତି। ମାନେ ଶହ ଶହ କୁକୁର ଯୋଉମାନେ ତାଙ୍କ ପୋଲିସ କୁକୁର ପୁରା ସାଇଲେଣ୍ଟ, ଭେଇବା ନାହିଁ, ଚୁପଚାପ ଗୋଟେ ଜାଗାରେ ଅଛନ୍ତି, ଗୋଟେ ଟ୍ରକରେ ଯାଉଛନ୍ତି, କେହି ଜାଣିବେ ନା ଏଥିରେ କୁକୁର ଯାଉଛନ୍ତି ବୋଲି। ଏ ଟ୍ରେନିଂ ପ୍ରାପ୍ତ କୁକୁର। ପ୍ରଭୁପାଦ କହୁଛନ୍ତି ତୁମେ ଇସ୍କନ ମିନ୍ସ ତୁମେ ପ୍ରଭୁ ଭଗବାନଙ୍କ ଟ୍ରେନିଂ ନବ, ଏଇଥିରେ ତୁମେ ଚୋରଙ୍କୁ ଧରିବ, ମାୟାକୁ କେମିତି କଣ କଣ୍ଟ୍ରୋଲ କରିବ ଏଇଟା ଟ୍ରେନିଂ ଦିଆ ହଉଛି। ଆଉ ବୁଲା କୁକୁରଙ୍କର ଟ୍ରେନିଂ ଦରକାର, ସବୁ ରାତି ସାରା ଭେ ଭା ହେବେ, ପାହାର ଖାଇବେ, ଟ୍ରେନିଂ ନ ନେଇ ପାଇଲ କଣ ରାତି ସାରା ଜଗିବ, ଖାଲି କଣ ପେଜ କିଏ ଫୋପାଡିବ, ତତଲା ତେଲ କିଏ ଫୋପାଡିବ, ପିଟିବ। କିନ୍ତୁ ଟ୍ରେନିଂ ପ୍ରାପ୍ତ କୁକୁରକୁ ସମସ୍ତଙ୍କର ଭୟ। ସେଇ ଲୋକ ତିଲକ ମାଳି ପକାଇ ଦଉଛି, ତାକୁ ସେ ଲୋକ ଡରୁଛନ୍ତି, ଆରେ ତୁ ଇସ୍କନ ହେଇଗଲୁ। ପ୍ରଭୁପାଦଙ୍କର ଏ ଶକ୍ତି କଣ ଦେଖ ଏଠି, କହିଲେ ଏଟା ଆମେ ଶୃଙ୍ଖଳିତ କେମିତି ବଞ୍ଚିବା, ଆମ ଜୀବନ ଶୈଳୀ କେମିତି ଶୃଙ୍ଖଳିତ ହବ, ଏଇଟାକୁ ଟ୍ରେନିଂ ନେବା ପାଇଁ ପଡେ। ଗୀତା ଭାଗବତର ବାଣୀ ଶୁଣିବାକୁ ପଡେ। ଆଉ ଟ୍ରେନିଂ ପ୍ରାପ୍ତ ନହେଲେ ଏ ଜୀବନର ମୂଲ୍ୟ କିଛି ନାହିଁ। ବୁଲା କୁକୁରଙ୍କର ମୂଲ୍ୟ କଣ ଅଛି? ଆରେ ବୁଲା କୁକୁରଙ୍କୁ କିଏ ପଚାରୁଛି? କହିଲେ ତୁମେ ଯଦି କୃଷ୍ଣ ସହିତ ସମ୍ବନ୍ଧ ନ ଯୋଡ଼ିଲ, ଏଇ ବୁଲା କୁକୁର ଭଳିଆ କୋଟି କୋଟି ଜନ୍ମ ଏମିତି ଘୁରି ଘୁରି ବୁଲିବ। ଟ୍ରେନିଂ ପ୍ରାପ୍ତ କୁକୁର ହେଲେ ତମକୁ ଲୋକ ଦେଖିବାକୁ ଆସିବେ, କୁକୁର ଆଇଛି, ତମେ ସୁରକ୍ଷିତ ଭିତରେ ରହିବ। ସେମାନେ କାରରେ ଯିବେ, ତାଙ୍କର ଖାଇବା, ତାଙ୍କର ପାଇଁ ପିଅନ ଅଛନ୍ତି, ବୁଝିଅଛି, ଜାଣ ସେ ଟ୍ରେନିଂ ପ୍ରାପ୍ତ କୁକୁର। ଏ ମାୟାରୁ ଆମେ କେମିତି କଣ ଖସିଯିବା, ମାୟା କବଳରୁ କେମିତି ଖସି ଆସିବା, ଆମକୁ ଟ୍ରେନିଂ ଦିଆହଉଛି। ଆଉ ତୁମକୁ କହିଲେ କଷ୍ଟ ହବ ନା? ତୁମେ ଜାବୁଡିକି ସେଠି ରହିଛ, ତମ ଘରଠି ମୋର କାମ କଣ? ଆମେ ତ ଘର ଦ୍ୱାର ଛାଡିକି ଆସିଲୁ, ପୁଣି କାହା ଘର କଥା କହିବାର କଣ ଅଛି? ଆରେ ଜୀବଟା ଏଇଠି ଦୁଃଖ ପାଉଛି, କଲବଲ ହଉଛି, ମୂଲ୍ୟହୀନ କଣ କଣ ସମୟଟା ନଷ୍ଟ କରିଦଉଛି, ମାନବ ଜୀବନଟାକୁ ନଷ୍ଟ କରିଦଉଛି। ସେଥିପାଇଁ ପ୍ରଭୁପାଦ କହିଲେ ନା, ଭଗବାନ କହୁଛନ୍ତି ଅର୍ଜୁନ ତୁମକୁ ଯଦି ସରଳ ଉପାୟ କହୁଛି, ତୁମକୁ କଣ କରିବା ପାଇଁ ପଡିବ?
कौन करने पड़ो उत्साह संकल्प आ कौन दृढ़ दृढ़ संकल्प ना पड़ो तीन टा स्टेट कह ना धैर्य उत्साह दृढ़ता धैर्य जोगी मान एमती कले तुम कौन तुम उत्साह भांग ना मुझे जप कर मत आनंद मिलूनी चालू बंद कर कहले अर्जुन यदि ये न कर यहाँ सरल उपाय जार दृढ़ता तार उत्साह और दृढ़ता धैर्य ना से ये मार्ग अधिक दिन रही पारे ना। जय जगत गुरु शिल प्रभुपाद की गौर प्रेमानंद। प्रश्न आसी क्या ठीक जय जगत श्री प्रभुपाद गौर। हरे कृष्ण। तो आज श्लोक प्रभु बहुत सुंदर भाव हमको बुझेले जे जदि सरल उपाय अर्जुन क्वेश्चन था कि जदियो मन संजोग कले सब जिन किंतु मोर होनी माने एक्चुअली कथा से कहते आम मान कथा मन तो ऑलरेडी संजोग थिला से खाली आम मान से जीव मान केमी सरल उपाय स्थिर ही रही पारे तो से कथा जानिक सरल उपाय भगवान को पचारे तो भगवान से कहले जे सरल उपाय कौन ना जदि दृढ़ता आ उत्साह धैर्य सहकार करवा ताले जाइकरी हे परियो। प्रभु हमको जमती बहुत सारे उदाहरण देले केमती रूप गोस्वामी तीन टा जो सेम तीन टा कथा कहले जे उत्साह दृढ़ता और धैर्य एटा होउची वास्तव रे सफलतार भक्ति रे अग्रगति करवा सफलतार चाबिकाठी। तो नारद मुनि कथा व्यासदेव कथा उदाहरण देले एमती धैर्य सकार केमती सुखदेव गोस्वामी परीक्षित महाराज श्रवण करते तो से सब कथा उदाहरण देले बहुत सुंदर भाव प्रभु बुझेले हमको आज आम प्रभु हरे कृष्ण महामंत्र करी प्रभु को धन्यवाद देवा एवं आध्यात्मिक उन्नति निमंते भगवान को प्रार्थना करवा तो समस्त मिसी एक हरे कृष्ण महामंत्र करिया प्रभु हरे कृष्ण हरे कृष्ण हरे कृष्ण कृष्ण हरे कृष्ण राम हरे राम हरे हरे राम 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 हरे 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 राम हरे राम हरे राम कृष्ण कृष्ण हरे 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 राम राम राम। ठीक अच्छे रहिबा एडी समय जाइए वैष्णव प्रणाम करी रखिबा वांछा कल्पतरुभ्यश्च अनंत कोटि वैष्णव वृंद की जय उपस्थित समस्त गौर भक्त वृंद की जय जगत की जय हिताय गौर प्रेमानंद हरि 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 बोल बोल। बहुत